ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଆଜି ଡିସ୍କସ୍ କରିବା ୱିକଲି କରେଣ୍ଟ ଆଫେୟାର୍ସ। ଆଜିର ପ୍ରଥମ ପ୍ରଶ୍ନ, ହ୍ୱିଚ୍ ଇଣ୍ଡିଆନ୍ ଆର୍ମ ଫୋର୍ସ ହୋଷ୍ଟେଡ୍ ଦ ଥାର୍ଡ ଏଡିସନ୍ ଅଫ୍ ଦ ମେଟେରୋଲଜିକାଲ ଆଣ୍ଡ ଓସିଆନୋଲଜିକାଲ ସିମ୍ପୋଜିୟମ୍ ଟାଇଟଲ୍ଡ ମେଘାୟାନ 25? କେଉଁ ଭାରତୀୟ ସଶସ୍ତ୍ର ବାହିନୀ ମେଘାୟାନ 25 ନାମକ ପାଣିପାଗ ଏବଂ ମହାସାଗରୀୟ ସିମ୍ପୋଜିୟମ୍ର ତୃତୀୟ ସଂସ୍କରଣ ଆୟୋଜନ କରିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଇଣ୍ଡିଆନ୍ ନେଭି। ପରବର୍ତ୍ତୀ ପ୍ରଶ୍ନ, Which bank has become the first in India to install an automated teller machine ATM on a train in India? କେଉଁ ବ୍ୟାଙ୍କ ଭାରତରେ ଏକ ଟ୍ରେନ୍ରେ ଅଟୋମେଟେଡ୍ ଟେଲର ମେସିନ୍ ବା ATM ସ୍ଥାପନ କରିବାରେ ପ୍ରଥମ ହୋଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, Silkyria banned barcode tunnel that was recently seen in news is located in which state? ନିକଟରେ ସମ୍ବାଦରେ ଦେଖାଯାଇଥିବା ସିଲ୍କିରା ବ୍ୟାଣ୍ଡ ବାରକୋଡ୍ ଟନେଲ କେଉଁ ରାଜ୍ୟରେ ଅବସ୍ଥିତ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଉତ୍ତରାଖଣ୍ଡ ରାଜ୍ୟରେ ଅବସ୍ଥିତ। ପରବର୍ତ୍ତୀ ପ୍ରଶ୍ନ, Which state has launched the eSwasth app to improve healthcare access in April 2025? ଏପ୍ରିଲ 2025ରେ ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ କେଉଁ ରାଜ୍ୟ eSwasth ଆପ୍ ଲଞ୍ଚ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ଜାମ୍ମୁ ଆଣ୍ଡ କାଶ୍ମୀର। ପରବର୍ତ୍ତୀ ପ୍ରଶ୍ନ, Which country recently confirmed the deployment of the US anti-ship missile system NMESIS for the ବାଲିସ୍ତାନ military exercise? ବାଲିସ୍ତାନ ସାମରିକ ଅଭ୍ୟାସ ପାଇଁ ଆମେରିକାର ଆଣ୍ଟି ଜାହାଜ କ୍ଷେପଣାସ୍ତ୍ର ସିଷ୍ଟମ NMESIS ନିୟୋଜନକୁ କେଉଁ ଦେଶ ନିକଟରେ ନିଶ୍ଚିତ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି, ଫିଲିପିନ୍ସ। ପରବର୍ତ୍ତୀ ପ୍ରଶ୍ନ, Recently, which international naval force under Operation Atlanta has proposed a joint naval exercise with the Indian Navy? ସମ୍ପ୍ରତି ଅପରେସନ୍ ଆଟଲାଣ୍ଟା ଅଧୀନରେ କେଉଁ ଆନ୍ତର୍ଜାତୀୟ ନୌସେନା ବାହିନୀ ଭାରତୀୟ ନୌସେନା ସହିତ ମିଳିତ ନୌସେନା ଅଭ୍ୟାସ ପାଇଁ ପ୍ରସ୍ତାବ ଦେଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି, ୟୁରୋପିଆନ୍ ୟୁନିୟନ୍ ନାଭାଲ ଫୋର୍ସ। ପରବର୍ତ୍ତୀ ପ୍ରଶ୍ନ, Which Indian state has officially approved DPS Flamingo Lake as a conservation reserve? କେଉଁ ଭାରତୀୟ ରାଜ୍ୟ ଆନୁଷ୍ଠାନିକ ଭାବେ DPS ଫ୍ଲାମିଙ୍ଗୋ ହ୍ରଦକୁ ସଂରକ୍ଷଣ ଭାବରେ ଅନୁମୋଦନ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ, ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, What is K2-18B that was recently seen in news? K2-18B କ'ଣ ଯାହା ନିକଟରେ ସମ୍ବାଦରେ ଦେଖାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି, ଏକ୍ସପ୍ଲାନେଟ୍। ପରବର୍ତ୍ତୀ ପ୍ରଶ୍ନ, Which two classical Indian texts were recently inscribed in UNESCO Memory of the World Register in April 2025? ଏପ୍ରିଲ 2025ରେ ୟୁନେସ୍କୋର ମେମୋରି ଅଫ୍ ୱାର୍ଲଡ ରେଜିଷ୍ଟରରେ
କେଉଁ ଦୁଇଟି ଶାସ୍ତ୍ରୀୟ ଭାରତୀୟ ଗ୍ରନ୍ଥ ଲେଖାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଶ୍ରୀମଦ୍ ଭାଗବତ ଗୀତା ଏଣ୍ଡ ନାଟ୍ୟଶାସ୍ତ୍ର। ପରବର୍ତ୍ତୀ ପ୍ରଶ୍ନ, ୱାର୍ଲଡ ହେରିଟେଜ୍ ଡେ ଇଜ୍ ଅବଜର୍ଭ ଆନୁଆଲି ଅନ୍ ହ୍ୱିଚ୍ ଡେ? ବିଶ୍ୱ ଐତିହ୍ୟ ଦିବସ ପ୍ରତିବର୍ଷ କେଉଁ ଦିନ ପାଳନ କରାଯାଏ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଏପ୍ରିଲ 18 ତାରିଖ। ପରବର୍ତ୍ତୀ ପ୍ରଶ୍ନ, ନିସାର ଇଜ୍ ଏ ଜଏଣ୍ଟ ଆର୍ଥ ଅବଜରଭେସନ୍ ସ୍ୟାଟେଲାଇଟ୍ ମିଶନ ଡେଭଲପଡ୍ ବାଇ ହ୍ୱିଚ୍ ଟୁ ସ୍ପେସ୍ ଏଜେନ୍ସି? ନିସାର ହେଉଛି ଏକ ମିଳିତ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ମିଶନ କେଉଁ ଦୁଇଟି ସ୍ପେସ୍ ଏଜେନ୍ସି ବିକଶିତ କରିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ନ୍ୟାସନାଲ ଏରୋନଟିକ୍ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ନାସା and Indian Space Research Organization ISRO। ପରବର୍ତ୍ତୀ ପ୍ରଶ୍ନ, which country has introduced the world's highest bridge called the Huaizhang Grand Canyon Bridge? ୱେଇଜାଙ୍ଗ ଗ୍ରାଣ୍ଡ କ୍ୟାନିୟନ ବ୍ରିଜ୍ ନାମକ କେଉଁ ଦେଶ ବିଶ୍ୱର ସର୍ବୋଚ୍ଚ ସେତୁ ଆଣିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଚାଇନା। ପରବର୍ତ୍ତୀ ପ୍ରଶ୍ନ, ମହାଦେବ କୋଲି ଟ୍ରାଇବ୍ ଇଜ୍ ପ୍ରାଇମେରିଲି ଫାଉଣ୍ଡ ଇନ୍ ହ୍ୱିଚ୍ ଷ୍ଟେଟ୍? ମହାଦେବ କୋଲି ଜନଜାତି ମୁଖ୍ୟତଃ କେଉଁ ରାଜ୍ୟରେ ଦେଖାଯାଆନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ, where was the 6th Asian Under-18 Athletics Championship 2025 held? ଷଷ୍ଠ ଏସିଆ ଅଣ୍ଡର-18 ଆଥଲେଟିକ୍ସ ଚାମ୍ପିଅନସିପ୍ 2025 କେଉଁଠାରେ ଅନୁଷ୍ଠିତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ସାଉଦି ଆରବିଆ। ପରବର୍ତ୍ତୀ ପ୍ରଶ୍ନ, ହ୍ୱାଟ୍ ଇଜ୍ ଦ ନେମ୍ ଅଫ୍ ଦ ଇନିସିଏଟିଭ୍ ରିସେଣ୍ଟଲି ଲଞ୍ଚଡ୍ ବାଇ ବ୍ରିକ୍ସ ନେସନ୍ସ ଟୁ କମ୍ବାଟ୍ ଲ୍ୟାଣ୍ଡ ଡିଗ୍ରେଡେସନ୍ ଆଣ୍ଡ ସଏଲ୍ ଫର୍ଟିଲିଟି ଲସ୍? ବ୍ରିକ୍ସ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଜମି ଅବନତି ଏବଂ ମୃତ୍ତିକାର ଉର୍ବରତା ହ୍ରାସ ପାଇଁ ନିକଟରେ ଆରମ୍ଭ ହୋଇଥିବା ଏହି ପଦକ୍ଷେପର ନାମ କ'ଣ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ବ୍ରିକ୍ସ ଲ୍ୟାଣ୍ଡ ରେଷ୍ଟୋରେସନ୍ ପାର୍ଟନରସିପ୍। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିନ୍ ଆପଏଣ୍ଟେଡ୍ ଆଜ୍ ଦ ନେକ୍ସଟ ରେଭିନ୍ୟୁ ସେକ୍ରେଟାରୀ ଅଫ୍ ଦ ୟୁନିୟନ ଫାଇନାନ୍ସ ମିନିଷ୍ଟ୍ରି? କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ପରବର୍ତ୍ତୀ ରାଜସ୍ୱ ସଚିବ ଭାବେ କିଏ ନିଯୁକ୍ତ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅରବିନ୍ଦ ଶ୍ରୀବାସ୍ତବ। ପରବର୍ତ୍ତୀ ପ୍ରଶ୍ନ, where is the ସଂସଦ ଖେଲ ମହାକୁମ୍ଭ organized? ସାଂସଦ ଖେଳ ମହାକୁମ୍ଭ କେଉଁଠାରେ ଅନୁଷ୍ଠିତ ହୋଇଯାଇଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଲକ୍ଷ୍ନୌ। ଲକ୍ଷ୍ନୌଠାରେ ସାଂସଦ ଖେଳ ମହାକୁମ୍ଭ ଅନୁଷ୍ଠିତ ହୋଇଯାଇଛି। ପରବର୍ତ୍ତୀ ପ୍ରଶ୍ନ, ହୁ ହାଜ୍ ବିକମ୍ ଦ ଡାଇରେକ୍ଟର ଜେନେରାଲ ଅଫ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ଏଗ୍ରିକଲଚର ରିସର୍ଚ୍ଚ ବା ICAR? କିଏ ଭାରତୀୟ କୃଷି ଅନୁସନ୍ଧାନ ICARର ମହାନିର୍ଦ୍ଦେଶକ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଅଜୟ ସେଠ। ଅଜୟ ସେଠ ହେବନି, ଅପସନ୍ ସି ମାଙ୍ଗିଲାଲ ଜାଟ୍। ପରବର୍ତ୍ତୀ ପ୍ରଶ୍ନ, how many medals has India won in the 6th Asian Under-18 Athletics Championship 2025? ଷଷ୍ଠ ଏସିଆ ଅଣ୍ଡର-18 ଆଥଲେଟିକ୍ସ ଚାମ୍ପିଅନସିପ୍ 2025ରେ ଭାରତ କେତେ ପଦକ ଜିତିଛି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ
11 medals. পরবর্তী প্রশ্ন Under the SpaceX mission, which two satellites recently completed their second successfully docking? SpaceX ମିଶନ ଅଧୀନରେ କେଉଁ ଦୁଇଟି ଉପଗ୍ରହ ନିକଟରେ ସେମାନଙ୍କ ଦ୍ୱିତୀୟ ସଫଳ ଡକିଂ ସମାପ୍ତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି SDX-01 and SDX-02। পরবর্তী প্রশ্ন Who inaugurated the Garia and ବର୍ଷବରଣ ଉତ୍ସବ 2025? କିଏ ଗାରିଆ ଏବଂ ବର୍ଷବରଣ ଉତ୍ସବ 2025 ଆୟୋଜନ କରିଥିଲା ବା ଉଦ୍ଘାଟନ କରିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ମାନେକ୍‌ଶା। ପରବର୍ତ୍ତୀ ପ୍ରଶ୍ନ Who has been recently appointed as the Director General of ICAR? ନିକଟରେ ICARର ମହାନିର୍ଦ୍ଦେଶକ ଭାବରେ କିଏ ନିଯୁକ୍ତ ହୋଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଡକ୍ଟର ମାଙ୍ଗି ଲାଲ। ପରବର୍ତ୍ତୀ ପ୍ରଶ୍ନ Who inaugurated the Mumbai International Cruise Terminal on 21st April 2025? 21 ଏପ୍ରିଲ 2025ରେ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ୍ ଟର୍ମିନାଲକୁ କିଏ ଉଦ୍ଘାଟନ କରିଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ସର୍ବାନନ୍ଦ ସୋନୱାଲ। ପରବର୍ତ୍ତୀ ପ୍ରଶ୍ନ When was World Earth Day 2025 celebrated? 2025 ବିଶ୍ୱ ପୃଥିବୀ ଦିବସ କେବେ ପାଳନ କରାଯାଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଏପ୍ରିଲ 23 ବିଶ୍ୱ ପୃଥିବୀ ଦିବସ ଭାବରେ ପାଳନ କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ Which state government has launched the Pink E-Rickshaw scheme to empower women in April 2025? ଏପ୍ରିଲ 2025ରେ କେଉଁ ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଗୋଲାପୀ ଇ-ରିକ୍ସା ଯୋଜନା ଆରମ୍ଭ କରିଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ମହାରାଷ୍ଟ୍ର। ପରବର୍ତ୍ତୀ ପ୍ରଶ୍ନ The Bulesi Galaxy was recently discovered by using which telescope? ବୁଲ୍ସି ଗ୍ୟାଲାକ୍ସି କେଉଁ ଟେଲିସ୍କୋପ୍ ବ୍ୟବହାର କରି ନିକଟରେ ଆବିଷ୍କୃତ ହୋଇଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ହବଲ୍ ସ୍ପେସ୍ ଟେଲିସ୍କୋପ୍। ପରବର୍ତ୍ତୀ ପ୍ରଶ୍ନ Kansas City, which was seen in news due to flood, is the capital of which country? ବନ୍ୟା ହେତୁ ସମ୍ବାଦରେ ଦେଖାଯାଇଥିବା କିନ୍ସାସା ସହର କେଉଁ ଦେଶର ରାଜଧାନୀ ଅଟେ? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ସି ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ ବା DRS। ପରବର୍ତ୍ତୀ ପ୍ରଶ୍ନ ନେପାଳ ସେଲିବ୍ରେଟେଡ୍ ଇଟ୍ସ ଫାର୍ଷ୍ଟ ଏଭର୍ ନ୍ୟାସନାଲ୍ ୟାକ୍ ଡେ ଅନ୍ ହ୍ୱିଚ୍ ଡେ? କେଉଁ ଦିନ ନେପାଳ ଏହାର ପ୍ରଥମ ଜାତୀୟ ୟାକ୍ ଦିବସ ପାଳନ କରିଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଏପ୍ରିଲ 20। ପରବର୍ତ୍ତୀ ପ୍ରଶ୍ନ RBI has allowed which type of minor bank account holder to operate their bank account? କେଉଁ ପ୍ରକାରର ଛୋଟ ଛୁଆ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ଚଲାଇବାକୁ RBI ଅନୁମତି ଦେଇଛନ୍ତି? ଏହାର ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ above 10 years of age। ପରବର୍ତ୍ତୀ ପ୍ରଶ୍ନ How many Indians
have been included in the World Economic Forum's list of young global leaders 2025? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 7ଗୋଟି। ପରବର୍ତ୍ତୀ ପ୍ରଶ୍ନ, What is the name of a term of American scientists who have discovered a new color? ଆମେରିକୀୟ ବୈଜ୍ଞାନିକମାନଙ୍କର ଏକ ଦଳ ଏକ ନୂତନ ରଙ୍ଗ ଆବିଷ୍କାର କରିଛନ୍ତି। ଏହାର ନାମ କ'ଣ? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ବି ଓଲୋ। ପରବର୍ତ୍ତୀ ପ୍ରଶ୍ନ, The Garia and Borsoboron Festival 2025 has been celebrated in which state? ଗାରିଆ ଏବଂ ବର୍ଷବରଣ ଫେଷ୍ଟିଭାଲ 2025 କେଉଁ ରାଜ୍ୟରେ ପାଳନ କରାଯାଏ ବା କରାଯାଇଥିଲା? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ସି ତ୍ରିପୁରା। ପରବର୍ତ୍ତୀ ପ୍ରଶ୍ନ, How many medals has India received in the ISSF World Cup 2025 second phase? ISSF ବିଶ୍ୱକପ୍ 2025 ଦ୍ୱିତୀୟ ପର୍ଯ୍ୟାୟରେ ଭାରତ କେତେ ପଦକ ଜିତିଛି? ଏହାର ସଠିକ ଉତ୍ତରଟି ହେଉଛି ଅପସନ୍ ଡି 7 medals।